नमस्कार। ମୁଁ ନିବେଦିତା ପାଗଳ, ସିଂହପୁର, ବିଞ୍ଝାରପୁର, ଯାଜପୁର। ସାହିତ୍ୟ ମହକର ସାହିତ୍ୟ ଆସରକୁ ସୁସ୍ୱାଗତମ ଶ୍ରୋତା ବନ୍ଧୁ। ଆଜି ସାହିତ୍ୟ ମହକ ପାଇଁ ଗୋଟେ ଗଳ୍ପଟା ନେଇ ଆସିଛି, ଯାହାର ନାଁ ରହିଛି ଲାଲ ଓଢ଼ଣୀ। ଲାଇକ୍, ସେୟାର, କମେଣ୍ଟ କରିବାକୁ ଆଦୌ ଭୁଲିବେନି। ଗଳ୍ପଟାକୁ ଅନୁରୋଧ କରୁଛି ଯେ ଥରୁଟିଏ ହଉ ବରଂ ଗଳ୍ପଟାକୁ ଶୁଣିବେ, ବୁଝିବେ। ଆଶା କରୁଛି ଗଳ୍ପଟି ଆପଣମାନଙ୍କୁ ବହୁତ ଭଲ ଲାଗିବ। ଆସନ୍ତୁ ଆରମ୍ଭ କରିବା। ନଈପଠାର ସେଇ କଦମ୍ବ ଗଛ ଆଜି ବି ସାକ୍ଷୀ ଅଛି ଆମ ପ୍ରେମର କିସ୍ତିତମ୍ବ ହେଇ। ଏବେ ବି ମନ୍ଦିର ଠିଆ ହେଇଛି ଯୋଉ ମନ୍ଦିରରେ ମୁଁ ତୁମ ସୀମନ୍ତରେ ସିନ୍ଦୁର ଭରିଥିଲି। ଆମ ଦୁହିଁଙ୍କର ସମ୍ମତି ଅନୁସାରେ ତୁମେ କଥା ଦେଇଥିଲ କେବେ ମୋତେ ଅଲଗା କରି ଚାଲିଯିବନି। ହେଲେ ମୁଁ ବୁଝିପାରୁନି ଏମିତି କ'ଣ ହେଲା ଯେ ତମେ ମୋ ପାଇଁ ମୋ ଠାରୁ ଅନେକ ଦୂରକୁ ଚାଲିଗଲ। ଦୁହେଁ ଦୁହିଁଙ୍କର ସୁଖ ଦୁଃଖରେ ସାହାରା ହେଇ ବଞ୍ଚିବା ମୋର ସେଇ ଛୋଟ କୁଡ଼ିଆ ଘରେ। ବଧୂ ବେଶରେ ତୁମେ ମୁଣ୍ଡରେ ସେଇ ଲାଲ ଓଢ଼ଣୀ ଟାଣି ମୋ ଘରକୁ ବଧୂ ହେଇ ଯିବ। ଆରମ୍ଭ ହେବ ଆମ ନୂଆ ଜୀବନ, ନୂଆ ସମ୍ପର୍କ, ନୂଆ ପରିଚୟ। ନୂପୁର ଆଉ ନିରଜର ପ୍ରେମ କାହାଣୀ। ପ୍ରେମର ଗାଡ଼ିଟା ଆଗକୁ ଠିକ୍ ଠାକ୍ ଚାଲିଥିଲା। ଏମିତି ବେଶ ହସ ଖୁସିରେ ବି ଜୀବନ ବିତି ଯାଉଥିଲା। କିଏ ଜାଣିଥିଲା ଜୀବନରେ ଏମିତି ଗୋଟେ ମୋଡ଼ ଆସିବ, ଆମ ଦୁହିଁଙ୍କୁ ଅଲଗା କରିଦେବ। ହଠାତ୍ ନିର୍ମଳ ଆକାଶରେ କଳାହାଣ୍ଡିଆ ମେଘଟା ଏମିତି ବରସିଗଲା ଯେ ମୋ ଜୀବନକୁ କ୍ଷତାକ୍ତ କରିଦେଲା। ନା ଅତୀତକୁ ଫେରି ପାରୁଛି, ନା ଭବିଷ୍ୟତକୁ ଗଢ଼ି ପାରୁଛି। ଜୀବନରେ ମୁଁ ହାରି ଯାଇଛି। ଯୋଉ ଆକାଶରେ ଦଳ ଦଳ ପକ୍ଷୀ ଉଡ଼ି ବୁଲୁଥିଲେ, ପାଗଳ ଭଁରଟା ଏ ଫୁଲରୁ ସେ ଫୁଲକୁ ଗୁଣୁ ଗୁଣୁ ହୋଇ ଉଡ଼ି ଯାଉଥିଲା। ଇନ୍ଦ୍ରଧନୁର ସପ୍ତ ରଙ୍ଗରେ ରଙ୍ଗୀନ ଥିଲା ସାରା ଆକାଶ। ସେଇ ଆକାଶକୁ ଆଜି ଚାହିଁଲେ ଖାଲି ଶୂନ୍ୟତା ଆଉ ଶୂନ୍ୟତା। ଚତୁର୍ଦିଗ ଖାଲି ମୋତେ ଅନ୍ଧାରମୟ ଦିଶୁଛି। ନୂପୁର ଏବେ ଆଉ କାହା ଘରର ବୋହୂ, ଆଉ କାହା ଘର ଚଉରାରେ ସଞ୍ଜବତୀ ଜାଳୁଥିବ। ହେଲେ ମୁଁ ପାଇଲି କ'ଣ? ଝିଅମାନେ କ'ଣ ଏଡ଼େ ସ୍ୱାର୍ଥପର? ଯୋଉଦିନ ନୂପୁର ସହ ମୋର ଥରୁଟିଏ ଦେଖା ହବ, ତାକୁ ପଚାରିବି, ମୋତେ କଣ୍ଢେଇ କରି ଖେଳି ଭାଙ୍ଗି ଚୁନା ଚୁନା କରିଦେଲୁ କାହିଁକି? କି ଦୋଷ ଥିଲା ମୋର? କି ଅପରାଧ ମୁଁ କରିଥିଲି ମୁଁ ତୋ ପାଖରେ? ମୋର ଭଲ ପାଇବାରେ କୋଉଠି ଭୁଲ ରହିଗଲା? ଏମିତି ପ୍ରଳାପ କରୁଥାଏ ନିରଜ। ଏପଟେ ନୂପୁର ମଥାରେ ଓଢ଼ଣୀ ଦେଇ ଆଉ କାହା ଘରର ବୋହୂରାଣୀ ହେଇ ସାରିଛି। ବାପୁ ମାଙ୍କର ସମ୍ମାନ ରଖିବାକୁ ଯାଇ ନିଜ ଇଚ୍ଛା ବିରୁଦ୍ଧରେ ବାହା ହେଇ ଆସିଛି ଶାଶୁଘରକୁ। ଶାଶୁଘରେ ଶାଶୁ, ନଣନ୍ଦ, ସ୍ୱାମୀ, ଦେଢ଼ୁଶୁର, ପରିପୂର୍ଣ୍ଣ ସଂସାର। ସବୁ ପରେ ବି ନୂପୁର ମନରେ ନା ଅଛି ସ୍ୱପ୍ନ, ନା ଅଛି ଖୁସି। ସେ ଭୁଲି ପାରୁନି ନିରଜକୁ, ସେ ଅତୀତକୁ। ନିରଜକୁ ସେ ମନେ ମନେ ଭୁଲ ମଧ୍ୟ ମାଗୁଥାଏ। ନିରଜ ମୋତେ ଭୁଲ ବୁଝିବନି। ତୁମକୁ ମୁଁ ଧୋକା ଦେଇଛି ବୋଲି କେବେ ବି ଭାବିବନି। ମୋତେ ତମେ କ୍ଷମା କରିଦେବ। ତମେ ଦେଇଥିବା ସେଇ ଲାଲ ଓଢ଼ଣୀ ଏବେ ବି ମୁଁ ସାଇତି ରଖିଛି। ଯୋଉଦିନ ମୁଁ ଶାଶୁଘରକୁ ଆସିଲି, ସେଇ ଓଢ଼ଣୀ ପକେଇ ତ ଆସିଲି। ତମେ ଦେଇଥିବା ସେଇ ଲାଲ ଓଢ଼ଣୀ, ଯୋଉ ତୁମ ଘରକୁ ବଧୂ ବେଶ ସାଜି ତୁମ ଘରକୁ ଯାଇଥାନ୍ତି ସେଇ ଲାଲ ଓଢ଼ଣୀ ଦେଇ। ସେଇ ଓଢ଼ଣୀ ପକେଇ ଆଜି ମୁଁ ଆକାଶଙ୍କର ସ୍ତ୍ରୀ ହେଇଛି। ଠାକୁରଙ୍କୁ ପ୍ରାର୍ଥନା କରୁଛି ତୁମେ ଭଲରେ ଥାଅ, ବାହା ସାହା ହେଇ ସୁଖରେ ସଂସାର କର, ଏମିତି ଜୀବନକୁ ନଷ୍ଟ କରନି। ଠିକ୍ ଏତିକି ବେଳେ ଆସି ପହଞ୍ଚିଲେ ପାର୍ବତୀ ଦେବୀ, ଯିଏକି ନୂପୁରଙ୍କର ଶାଶୁ। ଆଚ୍ଛା ନୂପୁର, ଗଲୁ ମୋ ପାଇଁ କପେ ଚାହା କରି ନେଇ ଆସିବୁ। ହଁ ଶୁଣ, ଆଜି ଉପରଓଳି ଆମ ଘରକୁ କିଛି ଗେଷ୍ଟମାନେ ଆସିବେ। ତାଙ୍କ ପାଇଁ ମଧ୍ୟ ଚା ଜଳଖିଆ ବ୍ୟବସ୍ଥା ସବୁ ଯେମିତି ଠିକ୍ ଠାକ୍ କରିଦେବୁ, ମାନେ ଘରେ ବନେଇ ଦେବୁ। ଯାଉନୁ, ଏଠି ଖୁଣ୍ଟଟା ପରି ଠିଆ ହେଇଛୁ କାହିଁକି? ଯାଉଛି ବୋଉ, ଆପଣଙ୍କ ପାଇଁ ଚାହା କରିଦେବି, ଧୀର ନମ୍ର ସ୍ୱରରେ କହି ନୂପୁର ତରତର ହେଇ ଯାଉଥାନ୍ତି ତଳକୁ।
ସେପଟେ କଲେଜ ଯିବାକୁ ତରତର ଆଲିସା, ଯିଏକି ନୂପୁରର ନଣନ୍ଦ। ଭାଉଜ ଭାଉଜ, ମୋ ପାଇଁ ଜଳଖିଆ ରେଡି ହେଲାଣି କି ନାହିଁ? କଲେଜ ଟାଇମ୍ ହେଇଗଲାଣି, ସବୁ କାମରେ ମଠ। ହଁ ଆସୁଛି ଆସୁଛି, ତୁମ ପାଇଁ ଜଳଖିଆ ବାଡ଼ି ଦେବି। ମୁଁ ବୋଉଙ୍କୁ ଚାହା ଦେଇ ଦେଇ ଯାଉଛି। ସକାଳ 9ଟା ବାଜିଲେ ସଭିଏଁ ତରତର। ନୂପୁର ସେ ବି ତରତର। ଆକାଶ ଯିଏକି ନୂପୁରର ସ୍ୱାମୀ, ସବୁବେଳେ ଖାଲି ଅଫିସ ଆଉ ଅଫିସ, ଟିକେ ସମୟ ନାହିଁ ହସ ମଜା କରିବା। ଟାୟାର୍ଡ ହେଇ ଅଫିସରୁ ଫେରିବେ, ଖାଇ ପିଇ ଦେଇ ଶୋଇଯିବେ। ନୂପୁର ପ୍ରତି ସେତେ ଆକର୍ଷଣ ନାହିଁ କି ସମୟ ବି ନାହିଁ ଦିପଦ କଥା ହେବା। ଏପଟେ ବିରହର ନିଆଁରେ ଜଳୁଥାଏ ଅହରହ ନୂପୁର, ଯାହାକୁ ମନ ଆଉ ହୃଦୟ ଦେଇ ସବୁ କିଛି ଦେଇ ସମର୍ପଣ କରିଥିଲା, ସେ ତ ତା ଭାଗ୍ୟରେ ନାହିଁ। ଆଉ ଯାହା ହାତ ଧରି 7 ଜନ୍ମ ପାଇଁ ସାଥୀ କରିଛି, ସେ ବି ନୂପୁର ପ୍ରତି ଅଣହଳା କରୁଛନ୍ତି। ସକାଳୁ ରାତି ଯାଏ ଖଟି ଖଟି କମର ବଥା ହେଉଛି। ସତେ ଯେମିତି ମୁଁ ଏ ଘରର ଚାକରାଣୀ। ଏ ଘର ପାଇଁ ବୋହୂରାଣୀ ନୁହେଁ, ଚାକରାଣୀ ଲୋଡ଼ା ଥିଲା। ସମସ୍ତେ ତା ଉପରେ ଖାଲି ହୁକୁମଦାରୀ କରନ୍ତି, ତଥାପି ଚୁପ୍ ରହେ ନୂପୁର। ମା କହୁଥିଲା, ଘର କରିଥିଲେ ପତର କରିଲେ ସହି। ସଂସାର ଭିତରେ ଏମିତି ଛୋଟ ମୋଟ ଅନେକ ଘଟଣା ଘଟେ। କାହାକୁ ବା କହିବ ଦୁଃଖ, କିଏ ବା ଶୁଣିବ? ସ୍ୱାମୀ ଆକାଶ, ସେ ତ ପରବୁଦ୍ଧିଆ। ଅନ୍ୟମାନଙ୍କ କଥାରେ ତାଙ୍କର ଭାରି ବିଶ୍ୱାସ, ହେଲେ ମୋ କଥାରେ କିଛି ବି ଗୁରୁତ୍ୱ ନଥାଏ। ବାହା ହେଇ ଆସିଲା ବେଳେ ବୋଉ କହୁଥିଲା, ପଥର ପଡ଼ିଲେ ସହିଯିବାକୁ ହବ। ଘର ସଂସାର କରିବାକୁ ଯାଉଛୁ, ତୁ ସବୁ କିଛି ଏଣିକି ସମ୍ଭାଳି ନେବା ଶିଖ। ବାହା ହେଇ ଆସିଲା ବେଳେ ବି ବାପା ଯାହା ଜାନି ଯୌତୁକ ଦେଇଥିଲେ, ସେଥିରେ ମୋ ଶାଶୁଘର ଲୋକ ଶାନ୍ତି ନାହାନ୍ତି। ତାଙ୍କର ଆହୁରି ପୁଳାଏ ଧନ ଦରକାର। ମୋ ବାପା କୋଉଠୁ ବା ଆଣିବେ? ଆମର ତ ଗରିବ ଘର। ମୋତେ କିଛି ବୁଦ୍ଧି ବାଟ ଦିଶୁନି। ଆଗକୁ ପୁଣି ଅଗିରା ପୂର୍ଣ୍ଣମୀ ଆସୁଛି, କ'ଣ କରିବି ବୁଦ୍ଧି ହଜି ଯାଉଛି। ମୋତେ ଏମିତି କିଛି କରିବାକୁ ହବ, ଯୋଉଥିରେ ମୁଁ 2 କୂଳ ରକ୍ଷା କରିପାରିବି। ଏମିତି ଭାବୁ ଭାବୁ ସେପଟେ ଶାଶୁମା ଡାକ ଛାଡ଼ନ୍ତି। ରୋଷେଇ ହେଲା କି ନାହିଁ, କେତେବେଳେ ସରିବ କେଜାଣି? ବେଳ ଆସି 1:30ଟା ବାଜିଲାଣି। ଏଇନେ ମୋ ଝିଅ କଲେଜରୁ ଆସିବ। ଏଯାଏ ମହାରାଣୀର ରୋଷେଇ ସରିନି। କ'ଣ କରୁଥିଲୁ କି? ହଁ ଶୁଣ, ବାହାଘରର ଏତେ ଶୀଘ୍ର ହେଇଗଲା ଯେ କିଛି କରିହେଲାନି, କିଛି କହିବି ହେଲାନି। ସମ୍ବନ୍ଧୀ ତ କହୁଥିଲେ ଝିଅକୁ ସବୁ ଜିନିଷପତ୍ର ଟଙ୍କା ପଇସା ଦେବେ ବୋଲି। ତୁ ଆକୁ ଯୌତୁକ ଭାବିପାରୁ, ନଚେତ ଖୁସି ବି ଭାବିପାରୁ। ଆଜିକାଲି ତ ଇଏ ଗୋଟେ ଫ୍ୟାସନ ହେଇଗଲାଣି। ଯିଏ ବାହା ହେଉଛନ୍ତି, ଖୁସିରେ ତାଙ୍କ ବାପା ମା ମାନେ ଘର ଭର୍ତ୍ତି କରିଦେଉଛନ୍ତି ଧନ ସମ୍ପତ୍ତିରେ, ପୁଅର ଷ୍ଟାଣ୍ଡାର୍ଡ ଦେଖି। ତା ଛଡ଼ା ମୋ ପୁଅ ଆକାଶ କୋଉ ଖଣ୍ଡିଆ ନା କୋଡ଼ିଆ ହେଇଛି ଯେ ତାର ପୁଣି ପ୍ରେଷ୍ଟିଜ ଅଛି ନାହିଁ? ଶାଶୁଙ୍କ ପାଟିରୁ କଥା ନ ସରୁଣୁ କହିଲା ନୂପୁର ଧୀର ନମ୍ର ସ୍ୱରରେ, ବୋଉ, ମୁଁ କିଛି ଦିନ ପାଇଁ ଆମ ଘରକୁ ଯିବି। ବାପା ବୋଉଙ୍କ କଥା ଭାରି ମନେ ପଡ଼ୁଛି ତ, ସେଇଥିପାଇଁ। ଯାଉନୁ? କିଏ ମନା କରୁଛି? ହଁ, ମୋ କଥା ଯେମିତି ମନେ ରହେ, କହିଲେ ନୂପୁରର ଶାଶୁ। ମୁଁ ଯେମିତି କହିଲି ତୁ ଠିକ୍ ସେମିତି କରିବୁ। ଏହା କହି ଚାଲିଗଲେ ନୂପୁର। ଯାଉ ଯାଉ କହିଗଲେ, ସମସ୍ତେ ଏଇନେ ଖାଇବାକୁ ବସିଯିବେ, ଶୀଘ୍ର ରୋଷେଇ ସାର। ନୂପୁର ଥିଲେ ବିଚକ୍ଷଣା ବୁଦ୍ଧି ସମ୍ପନ୍ନ ଝିଅ। ଯୁଗ ଆସି କୋଉଠୁ ପହଞ୍ଚିଲାଣି, ତଥାପି ମୋ ଶାଶୁଙ୍କର ଧନ ସମ୍ପତ୍ତି ଲୋଭ ଛାଡ଼ ଯାଉନି। ଦିନ ରାତି ଖାଲି ମୋରି ପଛରେ ପଡ଼ିଛନ୍ତି, ଖାଲି ଯୌତୁକ ଆଉ ଯୌତୁକ। ଏତେ ଧନ ସମ୍ପତ୍ତି ଥାଇ ବି ଗୋଟେ ଭିକାରୀକୁ ମୁଠେ ଭିକ ଦେବେନି। ଯେତେ ଧନ ସେତେ ଲୋଭ। ଏ ଆକାଶ, ମା ଯାହା କହିବେ ତାଙ୍କରି କଥାରେ ଉଠୁ ବସ ହେବେ। ସତେ ଯେମିତି ମାଙ୍କର ଆଜ୍ଞା ଧନ ପୁଅ। ଦିନ ଯାଇ ରାତି ହେଲା, ଖାଇ ପିଇ ସମସ୍ତେ ଶୋଇଗଲେ, କିନ୍ତୁ ନୂପୁର ଆଖିରେ ନିଦ ନଥାଏ। ଏତେ ବଡ଼ ସମସ୍ୟାକୁ ସେ ଯେ କେମିତି ସମାଧାନ କରିବ, ଭାବୁ ଭାବୁ ତାର ମନେ ପଡ଼ିଲା ଗୋଟିଏ କଥା। ବାପା ମୋ ଛୋଟବେଳରୁ ଯେଉଁ ପଇସା ପୋଷ୍ଟାଲରେ ଜମା କରୁଥିଲେ ମୋ ପାଇଁ, ମୋ ବାହାଘର ପାଇଁ, ମୋ ପଢ଼ା ଖର୍ଚ୍ଚ ପାଇଁ, ଭାବୁଛି ସେଇ ପଇସାକୁ କିଛି ଗୋଟେ ବାହାନା କରି ଆଣି ବୋଉକୁ ଦେବି। ବାପା ବୋଉ ଯଦି ଜାଣିବେ ଝିଅର ଶାଶୁ ଏତେ ଟଙ୍କା ଲୋଭୀ, ସେ ଭାରି ମନ ଦୁଃଖ କରିବେ। ତା ପୂର୍ବରୁ ମୁଁ ଆକାଶକୁ ମୋ ଆଡ଼ୁ ଟିକେ କଥା ହେଇଯାଏ। ଡରି ଡରି ନୂପୁର ପଚାରିଲା ତା ସ୍ୱାମୀକୁ,
ମୁଁ ଆଉ ତମେ ଚାଲ ଟିକେ ଗାଁ ଆଡ଼େ ବୁଲି ଆସିବା। ମୁଁ ବୋଉଙ୍କୁ ବି ଏ କଥା ପଚାରିଛି। ବୋଉ ହଁ କହିଛନ୍ତି। ଧୀର ଗମ୍ଭୀର ସ୍ୱରରେ କହିଲା ନୂପୁର। ମୁଁ ତୁମକୁ ବାଧ୍ୟବାଧକତାରେ ଆମ ଗାଁକୁ ଯିବା କଥା କହୁନି। ମୋତେ ସ୍ତ୍ରୀ ବୋଲି ଗ୍ରହଣ କରିବା ପାଇଁ ବି କହୁନି। ମୁଁ ତୁମର ପସନ୍ଦ ନୁହେଁ, ନା ରୂପରେ, ନା ଗୁଣରେ, ନା ପଇସାରେ, କୋଉଥିରେ ବି ନୁହେଁ। ତମର ସ୍ତ୍ରୀ ହେବାର ଯୋଗ୍ୟତା ମୋର ପାଖରେ ବି ନାହିଁ। ଖାଲି ଉପରେ ଉପରେ ମୋ ବାପା ମାଆଙ୍କ ଖୁସି ପାଇଁ, ବନ୍ଧୁବାନ୍ଧବଙ୍କ ପାଇଁ, ସାହି ପଡ଼ିଶାଙ୍କ ପାଇଁ ତାଙ୍କ ଆଗରେ ଆମ ଗାଁକୁ ଯିବାକୁ ହବ। ଆଉ ସ୍ୱାମୀ ହେବାର ଅଭିନୟ ତ ତମେ ଟିକେ କରିପାରିବ। ମନେ ମନେ ଦୁଃଖରେ ଭାଙ୍ଗି ପଡ଼ିଲାନି। ଯାହାକୁ ମନ ହୃଦୟ ସବୁ କିଛି ଦେଇ ଭଲ ପାଉଥିଲା ସେ ତ ମୋ ଭାଗ୍ୟରେ ନାହିଁ। ଅତୀତର ବେଳାଭୂମିକୁ ପଛରେ ପକାଇ ଆସିଥିଲେ ଭବିଷ୍ୟତର ରାଜନହର ତୋଳିବାକୁ। ଯେଉଁ ରାଜନହରରେ ମୋ ରାଣୀ, ମୋ ସ୍ୱାମୀ ହେଉଛନ୍ତି ରାଜା ସେ ମହଲର। କିନ୍ତୁ ହାୟ, ମୁଁ ତ ଅଭାଗିନୀଟାଏ। ଏତେ ସୁଖ ମିଳିବ ବା କାହିଁ? ୟା ଭିତରେ ଚାହୁଁ ଚାହୁଁ ରାତି 12ଟା ବାଜିଗଲାଣି। ଯାଏ ଶୋଇଯାଏ। ଡେରିରେ ଯଦି ନିଦ ଭାଙ୍ଗେ ବୋଉ ଗରଗର ହେଇ ଦୁନିଆ କଥା ରାଗି କହିବେ। ଭୋର 4ଟା ବାଜୁ ବାଜୁ ଉଠି ପଡ଼େ ନୂପୁର। ରାତିର ନିସ୍ତବ୍ଧ ପହରରେ ଫୁଟିଥିବା ଝରା ସେଫାଳିର ବାସ୍ନା ଭାସି ଆସେ କୋଉ ଆଡ଼ୁ ଝରକା ଦେଇ। ଆନମନା ହେଇଯାଏ ମନ। ଶୀତ ସକାଳର ଶୀତୁଆ ପବନ ଥରାଇ ଦିଏ ଦେହକୁ। ଧୀରେ ଧୀରେ ପୂର୍ବ ଆକାଶରେ ରକ୍ତିମ ଆଭାସ ଢାଳି ଉଦୟଭାନୁ ସୂର୍ଯ୍ୟ ଉଇଁ ଆସନ୍ତି। ସୂର୍ଯ୍ୟଙ୍କର ସୁନେଲି ଧାସରେ ସ୍ୱର୍ଣ୍ଣାଭ ଚକଚକ ମାରେ ଶିଶିର କାକର ଟୋପା। ସେଇ ଘାସ ଗାଲିଚାରେ ପାଦ ପକେଇ ସବୁ ବିପଦ ଆପଦରୁ ମୋତେ ରକ୍ଷା କରିବ ମହାବାହୁ। ମୋ ସ୍ୱାମୀ, ସଂସାର ସବୁକିଛି ତୁମ ଉପରେ ଛାଡ଼ି ଦେଇଛି। ଠାକୁର ପୂଜା ସାରି ସକାଳର ସମସ୍ତ କର୍ମ ସାରି ନୂପୁର ବାପ ଘରକୁ ଯିବା ପାଇଁ ବାହାରିଲେ। ନୂପୁରର ମନ ଆଜି ଭାରି ଖୁସି, କାହିଁକି ନା ବାପା ବୋଉଙ୍କୁ ଦେଖିବାକୁ ଗାଁକୁ ଯାଉଛି। ଏପଟେ ସୁଲୋଚନା ଦେବୀ ଓ ସୁନାଘ ବାବୁ, ନୂପୁରର ବାପା ବୋଉ, ସେ ଆଜି ଭାରି ଖୁସି ଝିଅ ଝୁଇଁ ଆସୁଛନ୍ତି ବୋଲି। 12 ଭଜା 7 ତିଅଣ ରୋଷେଇ କରିବାରେ ବ୍ୟସ୍ତ ସୁଲୋଚନା ଦେବୀ। ପାଦ ତଳେ ଲାଗୁନି। ସୁନାଗ ବାବୁ ଜ୍ୱାଇଁଙ୍କର ପସନ୍ଦ ଜାଣି ଜଳଖିଆ ଆଣି ରଖି ସାରିଲେଣି। ଖାଲି ଯା ଅପେକ୍ଷା ନୂପୁର ଆଉ ଆକାଶକୁ। ସାହି ସଙ୍ଗାତୁଣୀମାନେ ନୂପୁର ପାଇଁ ଭାରି ଖୁସି। ଆଖି ଦୁଇଟା ଚାହିଁ ରହିଥାଏ ସୁଲୋଚନା ଦେବୀଙ୍କର ଝିଅର ଆସିବା ବାଟକୁ। ବାରମ୍ବାର ଖାଲି ଘଣ୍ଟାକୁ ଚାହୁଁଥାନ୍ତି ସୁନାଗ ବାବୁ। ଅପେକ୍ଷାର ଅନ୍ତ ହେଲା। ଠିକ୍ ଏତିକି ବେଳେ କାର ଆସି ପହଞ୍ଚିଲା ଦାଣ୍ଡ ଦୁଆରେ। ବାହାରି ଆସିଲେ ନୂପୁର ଆଉ ଆକାଶ। ଝିଅ ଜ୍ୱାଇଁକି ଦେଖି ଆଖି ଦୁଇଟା ସୁଲୋଚନା ଦେବୀଙ୍କର ଛଳଛଳ ହୋଇଗଲା। ମା ସୁଲୋଚନା ଏକାନ୍ତରେ ଝିଅକୁ ଭଲ ମନ୍ଦ ଟିକା ଟିକାକି ପଚାରୁଥାନ୍ତି। ଭଲ ମନ୍ଦ ସବୁ ବୁଝୁଥାନ୍ତି। ତୋ ଶାଶୁଘରେ ସବୁ ଭଲ ତ? ତୋ ଶାଶୁ ଶ୍ୱଶୁର ଏମାନେ ସବୁ ଭଲ ତ? ତୁ ସେଠି ଭଲରେ ଅଛୁ ତ? ଏମିତି କେତେ କ'ଣ। ମୁହଁରେ ସ୍ମିତ ହସ ଖେଳାଇ ନୂପୁର କହେ, ହଁ ହଁ ମୋର ସବୁ ଭଲ, କୌଣସି କଥାରେ କିଛି ବି ଅସୁବିଧା ନାହିଁ। ତୁ କାହିଁକି ବ୍ୟସ୍ତ ହେଉଛୁ ଯେ? ଏମିତି କଥାବାର୍ତ୍ତା ଭଲ ମନ୍ଦ ଖିଆପିଆରେ ଦିନଟିଏ ବିତିଗଲା, ଜଣା ବି ପଡ଼ିଲା। ତା ପରଦିନ ଏଣୁ ତେଣୁ ବାହାନା ଦେଇ ଜମା ରଖିଥିବା ପଇସା କଥା ବାପାକୁ ନୂପୁର ପଚାରି ବସେ। ସୁନାଗ ବାବୁ ସବୁ ଜାଣିଶୁଣି କହିଲେ, ହଁ ତୋ ପଇସା ତୁ ନେଇଯିବୁ। ସେ ପଇସା ତ ଏଯାଏ ତୋ ନାଁରେ ଅଛି। ଅସୁବିଧା ସମୟରେ ପଇସା କାମରେ ଲାଗିବନି ଯଦି ରହି ଲାଭ କ'ଣ? କାଲି ପୋଷ୍ଟାଲ ଯାଇ ବୁଝାବୁଝି କର। ତା ଛଡ଼ା ଆର ସାହି ସାହୁ ବାବୁଙ୍କ ପୁଅ ନିରଜ, ସେ ତ ଆମ ଗାଁ ପୋଷ୍ଟାଲରେ ଚାକିରି କରିଛି। ତାକୁ ଯାଇ ଦେଖା କର। ସେ ସବୁ ବୁଝିଦବ। ବିଚରା ନିରଜ ଭଲ ପିଲାଟିଏ। କେଉଁ ଗୋଟେ ଝିଅକୁ ଭଲ ପାଇଥିଲା ଯେ ସେ ଝିଅ ତାକୁ ଛାଡ଼ି ଅଧା ବାଟରେ ଚାଲିଗଲା। ସେଇ ଦିନଠୁ ସେ ପ୍ରାୟ ପାଗଳ ହେଇଯାଇଥିଲା। ଠାକୁରଙ୍କ ଦୟାରୁ ଏବେ ସବୁ ଠିକ୍ ଠାକ୍ ଚାଲିଛି, କହିଲେ ନୂପୁରର ବୋଉ। ମା ବାପାଙ୍କ ପାଟିରୁ ନୂପୁର ନିରଜର ନାଁ ଶୁଣି ଚମକି ପଡ଼ିଲା। ହେଲେ ମନେ ମନେ ରହିଲା, କାହାକୁ କିଛି ପଚାରିଲାନି।
କି ବୁଝିବିଲାନି। ତା ପରଦିନ ନୂପୁର ଯାଇ ପହଞ୍ଚେ ପୋଷ୍ଟାଲରେ। ସେଠୁ ସେଠି ପହଞ୍ଚୁ ପହଞ୍ଚୁ ତା କାନରେ ଶୁଭିଗଲା ସେହି ପରିଚିତ ସ୍ୱର। ଭିତରକୁ ଗଲା। କର୍ମଚାରୀମାନଙ୍କର ଭିଡ଼, ଲୋକମାନଙ୍କର ବି ଭିଡ଼। ଏତେ ଭିଡ଼ ଭିତରେ ଏ ସ୍ୱର ଚିହ୍ନା ଚିହ୍ନା ଲାଗୁଛି। ତାପରେ ସେ ଆସିଥିବା କାମରେ ମନ ଦେଲା। ଅଫିସ ଭିତରକୁ ଗଲା ଏବଂ ଅଫିସରକୁ ତାର ସମସ୍ୟା କହିଲା। ସେ ଅଫିସର ତାଙ୍କୁ କହିଲେ, ଶେଷ ଟେବୁଲରେ ଯେଉଁ ସାର ବସିଛନ୍ତି ସେଇଠିକି ଯାଅ। ନୂପୁର ଯାଇ ନିରଜ ପାଖରେ ପହଞ୍ଚିଲା ଏବଂ ସବୁ ଡକ୍ୟୁମେଣ୍ଟ ଦେଲା। ଆଖି ଛଳ ଛଳ ହେଇଗଲା ଯେତେବେଳେ ନିରଜକୁ ଦେଖିଲା। ନୂପୁର, ମୋର ପଇସା ଉଠେଇବାର ଅଛି, ମୋତେ ଟିକେ ସାହାଯ୍ୟ କରିବ। ଏହା ଶୁଣି ନିରଜ, ହେଇଯିବ, ଦିନେ 2 ଦିନ ଭିତରେ ହେଇଯିବ, ଟାଇମ୍ ତ ଟିକେ ଲାଗିବ। ଘୃଣାରେ ମୁହଁ ଫେରେଇ ନେଲେ ନୂପୁର। ଏକା ରହିବାକୁ ନିରୋଳା କୋଠରୀକୁ ଗଲେ। ତାପରେ ନିରଜର ପାଦ ଧରି ବିନୟରେ କହିଲା, ନୂପୁର, ମୋତେ ତମେ କ୍ଷମା କରିଦିଅ। ମୋତେ ତମେ ଭୁଲ ବୁଝନି। ବାପା ମା ଜୋର କରି ସେଠି ମୋତେ ବାହା ଦେଇଦେଲେ। ବାଧ୍ୟ ହେଲି ବାହା ହେବାକୁ। ମୁଁ ତୁମ ପ୍ରତି ଅନ୍ୟାୟ କରିଛି, ସେଥିପାଇଁ ମୁଁ ସୁଖ ଖୋଜିଲେ ବି ସୁଖ ପାଉନି। ଖାଲି ଯାହା ଦୁଃଖରେ ଜଳି ଜଳି ମରୁଛି, ଆଉ ଖାଲି ଅବଶୋଷ ହିଁ ଅବଶୋଷ। ତଥାପି ମୋର ଏତିକି ଅନୁରୋଧ, ମୋତେ ଏଇ ଅଭିଶାପ ଦିଅ, ମୁଁ ଯେମିତି ଜଳି ଜଳି ପାଉଁଶ ହେଇଯାଏ, କିନ୍ତୁ ତମେ ଭଲରେ ଥାଅ। ତମେ ମୋ ଉପରେ ଅଭିମାନ କରନି। ତମେ ବାହା ସାହା ହେଇ ଘର ସଂସାର କର, ଅତୀତକୁ ଭୁଲି ଯାଅ ଏବଂ ଅତୀତରେ ଗଢ଼ିଥିବା ଆମ ସେ ପିଲାଦିନକୁ ତମେ ଭୁଲି ଯାଅ। ବାହା ସିନା ହେଇପାରିଲେନି, କିନ୍ତୁ ତମେ ତ ମୋତେ ସେଦିନ ମନ୍ଦିରରେ ସିନ୍ଦୁର ଦେଇଥିଲ, ତାକୁ ତ ମୁଁ ଭୁଲି ଯାଇନି। ଲୋକଲୋଚନରେ ଆମେ ବେଦିଆ ପରେ ବାହା ହେଇନି, ଏଇଟା ସବୁ। ତଥାପି ଆମକୁ ଜୀବନରେ ଆଗକୁ ଚାଲିବାକୁ ହବ, ସବୁକିଛି ଅତୀତକୁ ପଛରେ ପକେଇ। ପ୍ରେମ କରିବାଟା ମୁଁ ମନା କରୁନି ପାପ ବୋଲି, ପ୍ରେମ ହିଁ ତ ତ୍ୟାଗ। ଆଜି ଆମେ ଗୋଟେ ଶପଥ ନେବା ଯେ ଆମେ ଯେତେ ଦିନ ଆଉ ବଞ୍ଚିବା ଭଲ ବନ୍ଧୁଟିଏ ହିଁ ବଞ୍ଚିବା। ଏହା କହି ନୂପୁର କହିଲେ, ମୁଁ ଆସୁଛି ନିରଜ। ନୂପୁର ଆସୁଛି। ଆସୁ ଆସୁ ପଛରୁ ଡାକିଲେ ନିରଜ, ରୁହ ନୂପୁର, ମୁଁ ଦେଇଥିବା ସେଇ ଲାଲ ଓଢ଼ଣୀ କ'ଣ ତମେ ଫିଙ୍ଗି ଦେଇଛ ନା ସାଇତି ରଖିଛ? ତମ ହୃଦୟ ଭିତରେ ମୋତେ ତ କେବେଠୁ କାଢ଼ି ଫୋପାଡ଼ି ସାରିଲଣି। ଓଢ଼ଣୀଟାକୁ ବା କାହିଁକି ରଖିଥିବ? ମୁଁ ଭୁଲ ଭାବୁଥିଲି ଯେ ପ୍ରେମର ମାନେ ପାପ। ତାହା ନୁହେଁ। ପ୍ରେମର ମାନେ ତ ତ୍ୟାଗ, ପ୍ରେମର ମାନେ ତ ପ୍ରତିଶୋଧ ନୁହେଁ। ମୁଁ ଏଇଟା ବୁଝି ସାରିଛି। ସବୁ ପ୍ରେମିକ ପ୍ରେମିକାମାନେ ଏହା ବୁଝିଯିବା ଉଚିତ। ମୁଁ ତମକୁ ଦୋଷ ଦଉନି କି ମୁଁ ତୁମ ଉପରେ ରାଗିନି। ତୁମେ ଯେଉଁ ପରିସ୍ଥିତିରେ ଥିଲ, ମୁଁ ହେଇଥିଲେ ବି ସେତେବେଳେ ସେଇଆ କରିଥାନ୍ତି। ସେଥିରେ ତମର ଦୋଷ କ'ଣ? ବରଂ ମୁଁ ଭୁଲ ବୁଝୁଥିଲି। ବାପା ମାଆଙ୍କୁ ସମ୍ମାନ ଦେବା ଆମର କର୍ତ୍ତବ୍ୟ। ସେ ଆମର ପିତାମାତା, ସେ ଆମକୁ ଜନ୍ମ କରିଛନ୍ତି, ଛୋଟଠାରୁ ବଡ଼ କରିଛନ୍ତି। ସେମାନଙ୍କର ଅଧିକାର ଅଛି ଆମ ଉପରେ